ଗଛଟିଏ ଜୀବନ ଦିଏ ଏହି ବାର୍ତ୍ତା ନେଇ ଜାଗୃତି ସାଂସ୍କୃତିକ ଯୁବ ସଂଗଠନ ଯେ କି ଭାରତ ସରକାରଙ୍କ କ୍ରୀଡ଼ା ଯୁବ ମନ୍ତ୍ରଣାଳୟ ମାଇ ଭାରତ ପୋର୍ଟାଲ ସହିତ ପଞ୍ଜୀକୃତ ଏକ ବୃକ୍ଷରୋପଣର କାର୍ଯ୍ୟକ୍ରମ ହାତକୁ ନେଇଛି। ଗତ ସପ୍ତାହ ତଳୁ ଏ କାର୍ଯ୍ୟକ୍ରମ ଆରମ୍ଭ ହୋଇ ବିଭିନ୍ନ ଜାଗାରେ ଯେମିତିକି ମକରବା ସୋମନାଥ ମନ୍ଦିର ପ୍ରାଙ୍ଗଣ, ଜବାହର ବିଦ୍ୟାପୀଠ, ଏଠି ଯୋଗମାୟା ମନ୍ଦିର ପ୍ରାଙ୍ଗଣରେ ଆଜି ଗଛ ଲଗାଯାଇଛି। ଆଜିର ମୁଖ୍ୟ ଅତିଥି ଆଇଆଇସି ପିପିଲି ଶ୍ରୀଯୁକ୍ତ ସୌମେନ୍ଦ୍ର ଶେଖର ତ୍ରିପାଠୀ ଆଉ ସ୍ଥାନୀୟ ସରପଞ୍ଚ ଜଗନ୍ନାଥ ନନ୍ଦ, ସମାଜସେବୀ ଭିକାରୀ ଚରଣ ଦାସ, ଉପସଭାପତି ମନୋଜ କୁମାର ପ୍ରଧାନ ଏବଂ ଅନ୍ୟତମ ସମାଜସେବୀ ଶେଷଦେବ ଭାଇନା ନନ୍ଦ ଇତ୍ୟାଦି ଏଥିରେ ଯୋଗ ଦେଇଛନ୍ତି। କାର୍ଯ୍ୟକ୍ରମକୁ ସମସ୍ତେ ଉତ୍ସାହର ସହିତ ପାଳନ କରିଛନ୍ତି। ଏଠି ପ୍ରାୟ 20ଟି ଗଛ ଜାମୁ, ପଣସ, କରଞ୍ଜ, କୃଷ୍ଣଚୂଡ଼ା, ବଉଳ, ଅର୍ଜୁନ, ଅଶୋକ ଇତ୍ୟାଦି ଅନେକ ଉପାଦେୟ ଗଛର ଏଠି ଚାରା ରୋପଣ କରାଯାଇଛି, ଯାହାର ସୁରକ୍ଷା ପାଇଁ ଆମେ ଗ୍ରାମର ଯୁବକମାନଙ୍କୁ ଆହ୍ୱାନ ଦେଇଛୁ। ନିଶ୍ଚିତ ଭାବରେ ଗୋଟିଏ ଗଛ କୋଟି କୋଟି ଟଙ୍କାର ଅମ୍ଳଜାନ ପ୍ରଦାନ କରେ, ତାର ସୁରକ୍ଷା ହେଲେ ପ୍ରତ୍ୟେକ ମଣିଷ ନିରୋଗ ରହିବ। ଆଉ ନିଶ୍ଚିତ ଭାବରେ ଆଗାମୀ ମଣିଷ ସମାଜ ପାଇଁ ଗଛର ବହୁତ ଆବଶ୍ୟକତା ଅଛି। ଏହି ବାର୍ତ୍ତା ହେଉଛି ଆଜି ଦିବସର ମହତ୍ଵ। ଆଜି ଯୋଉ ଜାଗୃତି ସଂଗଠନ ପିପିଲିର ଯୋଉ ଗଛ ଲଗାଇବା କାର୍ଯ୍ୟକ୍ରମ କରିଥିଲେ ତାଙ୍କୁ ମୁଁ ଧନ୍ୟବାଦ ଦେବି। ଆଉ ଧନ୍ୟବାଦ ଦେବି ଆମ ପିପିଲି ଥାନା ଆଇଆଇସି ମହୋଦୟଙ୍କୁ, ଆଉ ଯୋଉମାନେ ମୋ ଗାଁର ଯୁବକ ବନ୍ଧୁମାନେ ସହଯୋଗ କରିଥିଲେ। ଅତ୍ୟନ୍ତ ଖୁସି ଲାଗିଲା ଗଛ ଲଗାଇବାଟା। ଆଉ ତାକୁ ତ ସୁରକ୍ଷା ଦେବା ଦାୟିତ୍ୱ ମୋତେ ଦେଇଛନ୍ତି। ଦେଖାଯାଉ କେତେ ଦୂର ଭଗବାନଙ୍କ ଦୟାରେ ସେ ଗଛ ବଞ୍ଚିବ, କେମିତି ବଞ୍ଚିବ ବୋଲି ଚେଷ୍ଟା ଜାରି ରଖିବୁ। ବୃକ୍ଷରୋପଣ କଲେ ତ ଶରୀର ପ୍ରତିଶୋଧ ଅମ୍ଳଜାନ ଗ୍ୟାସ୍ ତିଆରି ହେବ, ଲୋକମାନେ ବିଭିନ୍ନ ପ୍ରକାର ରୋଗମୁକ୍ତ ରହିବେ। ଆଉ ଲୋକ କିଛି ନହେଲେ ତ ବିଲବାଡ଼ିରୁ କାମ କରି ଆସି ଛାଇ ପ୍ରଦାନ ପାଇବେ ଗଛର ଟିକେ। ଆଉ ତେଣୁ ଗଛ ତ ଆସ୍ତେ ଆସ୍ତେ ବିଲୁପ୍ତ ହେଇଯାଉଛି ଚାରିଆଡ଼େ। ଆମେ ଏଠି ତାକୁ ଲଗେଇଛୁ, ଚିନ୍ତା କରୁଛୁ କେମିତି ସୁରକ୍ଷା ଦେଇ ବଞ୍ଚେଇ ରଖିବୁ ବୋଲି। ଏଇଟା ଗୋଟେ ବହୁତ ମହତ ଉଦ୍ଦେଶ୍ୟ, ମହତ କାମ ରହିଛି। ପିପିଲିରେ ଆମର ଯୋଉ ଜାଗୃତି ଯୁବ ସଂଗଠନ ଅଛି ତା ତରଫରୁ ଯୋଉ କାର୍ଯ୍ୟକ୍ରମ ହେଇଥିଲା, ମୁଁ ଧନ୍ୟବାଦ ଦେବି ପ୍ରଭାତ ବାବୁଙ୍କୁ ଏବଂ ତାଙ୍କ ସଂଗଠନକୁ। ସେ ଗୋଟେ ମହତ କାମ କରୁଛନ୍ତି। ଆଜି ଆମର ଯୋଗମାୟା ମନ୍ଦିର ପରିସରରେ କିଛି ଗଛ ଆମେ ଲଗେଇଲୁ ଏବଂ ସମସ୍ତଙ୍କୁ ଅନୁରୋଧ କରିଛି ଗଛ ଖାଲି ଲଗେଇଲେ ହେବନି, ଗଛ ରକ୍ଷଣାବେକ୍ଷଣ ମଧ୍ୟ ଦାୟିତ୍ୱ ନେବାକୁ ପଡ଼ିବ। ଗଛ ତା ଦାୟିତ୍ୱ ନେବା ପର୍ଯ୍ୟନ୍ତ ତା ଦାୟିତ୍ୱ ଆମକୁ ନେବାକୁ ପଡ଼ିବ ଏବଂ ଦାୟିତ୍ୱ ନେଲେ ହିଁ ସେ ଗଛ ଯେତେବେଳେ ତା ଦାୟିତ୍ୱ ନେଇଯିବ ତାପରେ ଆଉ କେହି ଅଟକେଇ ପାରିବେନି ତାକୁ ବଢ଼ିବା ପାଇଁ। ଏଇଟା ଗୋଟେ ମହତ ପ୍ରୟାସ ଏବଂ ପୃଥିବୀର ଯୋଉ ଇକୋଲୋଜିକାଲ ଇମ୍ବାଲାନ୍ସ ବର୍ତ୍ତମାନ ଚାଲିଛି ତାକୁ କିନ୍ତୁ ବାଲାନ୍ସ କରାଯାଇପାରିବ ଗଛ ଲଗେଇଲେ ହିଁ ହେଇପାରିବ।